ଚାଲ ପିଲାମାନେ ଆଜି ଆମେ ଗୋଟେ ଗପ ଶୁଣିବା। ଏହି ଗପ ତୁମମାନଙ୍କୁ ଭଲ ମଣିଷଟିଏ ହେବାରେ ସାହାଯ୍ୟ କରିବ। ମୁଁ ତୁମ ସମସ୍ତଙ୍କ ପାଇଁ ମା ଶ୍ରୀ ଅରବିନ୍ଦଙ୍କ ପାଖରେ ପ୍ରାର୍ଥନା କରୁଛି, ତୁମମାନେ ଭଲ ମଣିଷଟିଏ ହେଇ ସଂସାରରେ ଭଲ ନାଁ କର ଆଉ ଭଗବାନଙ୍କର କାର୍ଯ୍ୟ ସଦା କରୁଥାଅ। ଚାଲ ଗପ ଶୁଣିବା। ଥରେ ଜଣେ ରାଜା ଜଙ୍ଗଲରେ ଯାଉ ଯାଉ ବାଟ ବଣା ହୋଇଗଲେ। ଚାରିଆଡ଼େ ବାଟ ଖୋଜିଲେ ଯିବା ପାଇଁ, କିନ୍ତୁ ପାଇଲେ ନାହିଁ। ସେତେବେଳକୁ ଶୋଷରେ ସେ ଆଉଟ ପାଉଟ ହୋଇଗଲା। ଏଣେ ତେଣେ ବୁଲିଲେ, କେମିତି ସେ ଟିକେ ପାଣି ପାଇବେ। ଏମିତି ଖୋଜୁ ଖୋଜୁ କିଛି ଦୂରରେ ସେ ଏକ କୁଡ଼ିଆ ଦେଖିଲେ। ସେ କୁଡ଼ିଆ ପାଖକୁ ପହଞ୍ଚି ଦେଖିଲେ ଯେ ଜଣେ ବୃଦ୍ଧ ଲୋକଟିଏ ସେଠାରେ ବସିଛନ୍ତି। ସେ ପାଖରେ ଗୋଟେ ଆଖୁ ବାଡ଼ ଥିଲା। ରାଜା ସେଇ ବୃଦ୍ଧଙ୍କୁ ପାଣି ମାଗିଲେ। ସେଇ ବୃଦ୍ଧ କ'ଣ କଲା ନା, ସାଙ୍ଗେ ସାଙ୍ଗେ ସେଇ ଆଖୁ ବାଡ଼କୁ ଯାଇ 4-5ଟି ଆଖୁ ଭାଙ୍ଗି ଆଣିଲା ଆଉ ଆଖୁ ଘୋଡ଼ାରେ ପେଡ଼ିଦେଲା। ସେଥିରୁ ସେ ଗୋଟେ ଜାଗାରେ ଆଖୁ ରସରେ ରାଜାଙ୍କୁ ଦେଲା। କିନ୍ତୁ ସେ ଆଖୁରେ ପେଡ଼ିଥିଲା ସେଇ ଆଖୁ ରସ ସେ ଯେଉଁ ଜାଗାରେ ରସ ଭରିଥିଲେ ସବୁ ପୂର୍ଣ୍ଣ ହୋଇଯାଇଥିଲା, ପୁରା ଭର୍ତ୍ତି ହୋଇଯାଇଥିଲା। ରାଜା ତାକୁ ପିଇଲେ, ତାଙ୍କର ମନ ପୁଲକିତ ହୋଇଗଲା। ସେ ବୃଦ୍ଧଙ୍କୁ ପଚାରିଲେ, ହେ ବୃଦ୍ଧ, ତୁମେ କ'ଣ ଏଇ ଯେଉଁ ଆଖୁ ଚାଷ କରୁଛ, ଏ ଆଖୁ ଚାଷ ପାଇଁ ରାଜାଙ୍କୁ ଖଜଣା ଦେଉଛ? ବୃଦ୍ଧ ଉତ୍ତର ଦେଲେ, ନାଇଁ, ମୁଁ ରାଜାଙ୍କୁ ଖଜଣା ଦେଉନି। ସେ ରାଜା ତ ବଡ଼ ଦୟାଳୁ, ସେ କ'ଣ ଆମଠୁ ଖଜଣା ନେବେ? ଏ କଥା ଶୁଣି ରାଜା ମନେ ମନେ ବିଚାର କଲେ, ଏହିପରି ମିଠା ଜିନିଷ ଉପରେ ନିଶ୍ଚିତ ଖଜଣା ଧାର୍ଯ୍ୟ ହେବା ଉଚିତ, ନହେଲେ କେମିତି ହେବ? ତେଣୁ ତାଙ୍କର ମନ ଯେଉଁ ସଂକଳ୍ପ ମନ ବିକଳ୍ପ ହୋଇଗଲା। ସେ ଯେଉଁ ଆଗ ଖଜଣା ନେଉନଥିଲେ, ଏବେ ଖଜଣା ନେବାକୁ ଯୋଜନା କଲେ ଆଉ ସେ ଖଜଣା ମଧ୍ୟ ଧାର୍ଯ୍ୟ କରିବା ପାଇଁ ମନେ ମନେ ସ୍ଥିର କରିଦେଲେ। ରାଜା ସେଠାରୁ ଯିବାବେଳେ କହିଲେ, ପୁଣି ଥରେ ଆଖୁ ରସ ଟିକେ ଦେଇଦିଅ, ମୁଁ ପିଇକି ଚାଲିଯିବି। ସେ ବୃଦ୍ଧ ଲୋକ ପୁଣି ଥରେ ଆଉ କିଛି ଆଖୁ ଆଣିଲା, ତାକୁ ଭାଙ୍ଗିଲା, ତାକୁ ଘଣାରେ ପେଡ଼ିଲା। ଯେଉଁ ଜାଗାରେ ସେଇ ଦେଇଥିଲା ଆଖୁ ରସ ପୁଣି ସେ ଜାଗାରେ ଭରି କଲା। ପୂର୍ବରୁ ଯେତୋଟି ଆଖୁ ରସ ଯେ ଆଖୁରୁ ରସ ବାହାର କରିଥିଲା ବେଳକୁ ସେଥିରେ ଭରି ହୋଇଗଲା, କିନ୍ତୁ ଏବେ ସେତିକି ଆଖୁରେ ବି ସେଇ ଜାଗାଟି ଭରି ହେଲାନି। ତେଣୁ ରାଜା ଆଶ୍ଚର୍ଯ୍ୟ ହୋଇଗଲେ, ଆରେ ପୂର୍ବରୁ ଭରିଥିଲା ସେ ଆଖୁରେ, ଏବେ କାହିଁକି ଭରି ହେଲାନି? ସେ ବୃଦ୍ଧଙ୍କୁ ପଚାରିଲେ, ଏ କ'ଣ ଏମିତି କାହିଁକି ହେଲା? ପ୍ରଥମରେ ତ ଆଖୁ ରସରେ ସେ ଜାଗାଟି ଭରି ହେଇଯାଇଥିଲା, ପୂର୍ଣ୍ଣ ହୋଇଯାଇଥିଲା, କିନ୍ତୁ ଏବେ କାହିଁକି ପୂର୍ଣ୍ଣ ହେଲା ନାହିଁ? ଏମିତି ହେଲା କାହିଁକି? କିନ୍ତୁ ବୃଦ୍ଧ ଲୋକ ଜଣେ ବୁଦ୍ଧିମାନ ଆଉ ଦୂରଦର୍ଶୀ ଥିଲେ। ସେ କହିଲେ କି, ମୁଁ ଭାବୁଛି ଆମର ରାଜାଙ୍କର ସିଦ୍ଧାନ୍ତ ବିଗିଡ଼ିଗଲା। ପୂର୍ବରୁ ସେ କେବେ ଖଜଣା ନେଉନଥିଲେ, ଏବେ କିନ୍ତୁ ଖଜଣା ନେବା କଥା ବିଚାର କଲେ। ତେଣୁ ଏପରି ବିଚାର କରିବାରୁ ସିଦ୍ଧାନ୍ତ ତାଙ୍କର ବିଗିଡ଼ି ଯିବାରୁ ଏହିପରି ହେଲା। ତେଣୁ ଏଇ ଯେଉଁ ମୋର ଜାଗାଟି ଭରି ହେଇଯିବା କଥା ଆଖୁ ରସରେ ଭରି ହେଲାନି। ମହାରାଜ ଏକଥା ଜାଣିଲେ, ମନେ ମନେ ଅନୁତାପ କଲେ। ପିଲାମାନେ, ଆମର ମନ ଯେମିତି ହୁଏ, କର୍ମ ବି ସେମିତି ହୁଏ। ତେଣୁ ଭଲ ଭାବନାର ସହିତ ଆମେ ଯଦି କରିବା, ଆମ ଚାରିପଟେ ଭଲ ଜିନିଷ ହିଁ ହେବ। ଯଦି ଖରାପ ଭାବନା ନେଇକି କାମ କରିବା, ଆମ ଚାରିପଟେ ଖରାପ ହେବ। ଭଲ କାମଟିଏ କଲେ ସମସ୍ତେ ଆମକୁ ଭଲ ପାଇବେ, ଖରାପ କାମଟିଏ କଲେ ଆମକୁ ନିଶ୍ଚିତ ଭଲ ପାଇବେନି, ଆମଠାରୁ ଦୂରେଇ ଯିବେ। ତେଣୁ ଏହି କଥାକୁ ଆମେ ମନେ ରଖିବା,
ସବୁ ସବୁବେଳେ ଭଲ ବିଚାର କରିବା, ଭଲ କାମ କରିବା, ଏ ସଂସାରର ଏ ସଂସାରର ଉନ୍ନତି କରିବା। ଆଉ ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ତୁମର ସଦା ମଙ୍ଗଳ ହେଉ, ସମସ୍ତେ ଭଲ ମଣିଷ ହେଇକି ସଦା ରହିଥାଅ। ଏତିକି ତୁମ ପାଇଁ ମୋର